ଜୟ ଶ୍ରୀରାମ। ପାର୍ଲାମେଣ୍ଟରେ ସବୁ ସାଂସଦ ଶପଥ ଗ୍ରହଣ ସମୟରେ ହାଇଦ୍ରାବାଦର ଓବେସୀ ଜଣେ ସାଂସଦ କହିଲା ଫିଲିସ୍ତାନ ଜିନ୍ଦାବାଦ। ଏତେ ସାଂସଦ ଅଛନ୍ତି ଭାରତର, ବିଜେପିର ବହୁ ସାଂସଦ ବି ଅଛନ୍ତି, କଂଗ୍ରେସର ବି ଅଛନ୍ତି। ତୁମେ ଜାଣିବା ଦରକାର ଇସ୍ରାଏଲ ହେଉଛି ଆମର ମିତ୍ର ରାଷ୍ଟ୍ର ଏବଂ ଇସ୍ରାଏଲର ଶତ୍ରୁ ହେଉଛି ଫିଲିସ୍ତାନ। ଫିଲିସ୍ତାନ ଜିନ୍ଦାବାଦ କହିଲା ଭାରତ ଭିତରେ, ଭାରତରେ ରହିକି, ଭାରତର ଖାଦ୍ୟ ଖାଇକି ଏବଂ ଭାରତ ପଇସାରେ ଆଜି ବଡ଼ ଲୋକ ହେଇକି ଗୋଟିଏ ମୁସଲିମ ସାଂସଦ ହେଇକି ଯାଇଛି ପାର୍ଲାମେଣ୍ଟ ଭିତରେ, କହୁଛି ଫିଲିସ୍ତାନ ଜିନ୍ଦାବାଦ। ତମେ ସବୁ ଚୁପ୍। ତମ ଆଗରେ କହିକି ଗଲା ଚୁପ୍, ତାକୁ ବାଡ଼େଇଲନି। ତାକୁ ବାଡ଼େଇଥାନ୍ତ, ପାର୍ଲାମେଣ୍ଟ ଭିତରେ ବାଡ଼େଇ ହବନି। ପାର୍ଲାମେଣ୍ଟ ବାହାରେ, ଗୃହ ବାହାରେ ବାଡ଼ାଅ। ଗୋଟେ ଥର ବାଡ଼େଇ ଦିଅ, ଏକାଥରକେ ସାବାଟ ହେଇଯିବ। ତାର ଯୋଉ ବହକାଲାମି ଅଛି, ମାଡ଼ ଅଭାବରୁ ସେ ଗାଲାମି କରୁଛି। ଗୋଟିଏ ଥର ମାଡ଼ ଖାଇବ, ଏକାଥରକେ ସାବାଟ ହେଇଯିବ ସେ। ଆଜି ଗୋଟିଏ ମୁସଲିମ ଯାଇକି ସାଂସଦ ହେଇକି ଫିଲିସ୍ତାନ ଜିନ୍ଦାବାଦ କହୁଛି, କାଲି 20 ଜଣ ଯିବେ କହିବେ ପାକିସ୍ତାନ ଜିନ୍ଦାବାଦ ଦେଇକି ନାରା ଦେବେ। ତମେ ସବୁ ଚୁପ୍ ହେଇକି ଦେଖିବ, କିଛି କରିପାରିବନି। ଖାଲି ବାହାରେ ଆସିକି ମିଡ଼ିଆ ଆଗରେ ଭଡ଼ ଭଡ଼ ହେଲେ କ'ଣ ହବ? ସେଠି କହିବା ଦରକାର। ତୁମେ ତ ସେଠି କିଛି କହିବନି, ଆସିକି ଖାଲି ଜନତା ଭିତରେ କଳି। ସେଠି ଶାହା ଥିଲା, ମୋଦି ଥିଲା, ସବୁ ଚୁପ୍। ବାହାରେ ଗୋଟେ ବାଡ଼ାଅ। କ'ଣ ତମର କେହି କଟ୍ଟର ହିନ୍ଦୁ କେହି ଗୋଟେ ନାହିଁ? ହିନ୍ଦୁ କେହି ଭଲ ପାଇବା ବାଲା କେହି ନାଅ? ସାଂସଦ ବାହାରେ ବାଡ଼ାଅ, ତାକୁ ଜେଲ୍ ଯିବା ଦରକାର। ସିଏ ଜେଲ୍ କାହିଁ ଯାଇନି ଏପର୍ଯ୍ୟନ୍ତ? ଦେଶ ବିରୋଧୀ ନାରା ଦଉଛି ସାଂସଦ ଭିତରେ, ଗୃହ ଭିତରେ, ପାର୍ଲାମେଣ୍ଟ ଭିତରେ ସମସ୍ତେ ଚୁପ୍। ଆଉ ଭୋଟ ବେଳେ ବହୁ କଥା, ବହୁ ଅନେକ କଥା, କାମ ସଇଲେ ସବୁ ଚୁପ୍। ତମ ଆଗରେ କହୁଛି। ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ ହିନ୍ଦ।